नमस्कार। ओम नमो भगवते वासुदेवाय। ओम नमो भगवते वासुदेवाय। ଆଜି ଆମେ ପୁଣି ଥରେ ଶ୍ରୀମଦ୍ ଭଗବତ୍ ଗୀତାର ଏ ଗଭୀର ଆଲୋଚନାରେ ପଶିବା। ହଁ ଆମର ଆଧାର ତ ସେଇ ଜ୍ଞାନ ଯାହା ଭଗବାନ ଶ୍ରୀକୃଷ୍ଣ ନିଜେ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଦେଇଥିଲେ। ଆଜି ଆମେ ମୁଖ୍ୟତଃ ତୃତୀୟ ଅଧ୍ୟାୟ ମାନେ କର୍ମଯୋଗର ଆରମ୍ଭକୁ ଦେଖିବା। ହୁଁ ବିଶେଷ କରି ପ୍ରଥମ ଶ୍ଲୋକଟି। ଏଇଠି ଅର୍ଜୁନ ଗୋଟେ ବଡ଼ ଦ୍ୱନ୍ଦ୍ୱ କଥା କହୁଛନ୍ତି। ଏମିତି ଦ୍ୱନ୍ଦ୍ୱ ଯାହା ଆଧ୍ୟାତ୍ମିକ ବାଟରେ ଗଲାବେଳେ ଅନେକ ସାଧକଙ୍କ ମନରେ ବି ଆସେ। ଠିକ୍। କାରଣ ଗତ ଅଧ୍ୟାୟରେ ତ ଭଗବାନ କହିଲେ ଜ୍ଞାନ କେତେ ମହାନ, ସମତ୍ୱ ବୁଦ୍ଧିରେ କର୍ମ କରିବା କଥା। ଏସବୁ ଶୁଣିଲା ପରେ ଅର୍ଜୁନଙ୍କ ମନରେ ଗୋଟେ ସିଧା ପ୍ରଶ୍ନ। ହଁ ସ୍ୱାଭାବିକ। ଯଦି ଜ୍ଞାନ ହିଁ ଏତେ ଭଲ, ଏତେ ଶ୍ରେଷ୍ଠ, ତାହେଲେ ଏଇ ଯୋଉ ଭୟଙ୍କର କାମ ମାନେ ଯୁଦ୍ଧ, ସେଥିରେ କାହିଁକି ଲଗଉଛନ୍ତି? ଏଇ ପ୍ରଶ୍ନର ଗଭୀରତାକୁ ହିଁ ଆମେ ଆଜି ବୁଝିବାକୁ ଚେଷ୍ଟା କରିବା। ଆଉ ଏ ବିଷୟଟାକୁ ପୁରା ବୁଝିବାକୁ ହେଲେ ଆଲୋଚନାଟା ଶେଷ ଯାଏ ଶୁଣିବା ଦରକାର। ଗୀତାର ପ୍ରତିଟି କଥାରେ ଗଭୀର ଅର୍ଥ ଥାଏ ତ। ହଁ ନିଶ୍ଚୟ। ଆଉ ଏମିତି ଆଲୋଚନା ଯଦି ଆଗକୁ ବି ଶୁଣିବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ଭାବିପାରନ୍ତି। ତେବେ ଆସନ୍ତୁ ଆରମ୍ଭ କରିବା। ସେଇ ମୂଳ ଶ୍ଲୋକରୁ ଅର୍ଜୁନ କହୁଛନ୍ତି, ଅର୍ଜୁନ ଉବାଚ ଜ୍ୟାୟସି ଚେତ୍ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ତତ୍କିଂ କର୍ମଣି ଘୋରେ ମାମ୍ ନିୟୋଜୟସି କେଶବ। 3.1 ହଁ ତ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେତେବେଳେ ବୁଦ୍ଧିଯୋଗ ମାନେ ଜ୍ଞାନଯୋଗର ମହତ୍ତ୍ୱ କହିଲେ କି ସମତ୍ୱ ବୁଦ୍ଧିରେ ରୁହ, ଫଳର ଆଶା ଛାଡ଼, କର୍ମ କର। ଏପରିକି ସେଠି କହିଥିଲେ ଯେ କର୍ମ ଅପେକ୍ଷା ବୁଦ୍ଧିଯୋଗ ବହୁତ ଭଲ। ଆଚ୍ଛା। ତ ଏସବୁ ଶୁଣିସାରି ଅର୍ଜୁନଙ୍କ ମନରେ ଏ ଦ୍ୱନ୍ଦ୍ୱ ଆସିବାଟା ମାନେ ବହୁତ ସ୍ୱାଭାବିକ। ସେ ଭାବୁଛନ୍ତି ଯଦି ବୁଦ୍ଧି ବା ଜ୍ଞାନ ହିଁ ଜାୟସୀ ମାନେ ଶ୍ରେଷ୍ଠତର କାହାଠୁ ନା କର୍ମଠାରୁ କର୍ମଣଃ। ଆଉ ଏଇଟା ହିଁ ଭଗବାନଙ୍କର ମତ, ତେ ମତା। ତେବେ କାହିଁକି ତତ୍କିମ୍ ମୋତେ ମାମ୍ ଏଇ ଘୋର କର୍ମରେ? ଘୋର ମାନେ ଏଠି ଭୟଙ୍କର କଠୋର ଯୁଦ୍ଧ କଥା। ହଁ ଏକଦମ ଏଇ ଭୟଙ୍କର ଯୁଦ୍ଧ କର୍ମରେ ନିୟୋଜୟସୀ ମାନେ ଲଗାଉଛନ୍ତି ବା ପ୍ରବୃତ୍ତ କରୁଛନ୍ତି। ଆଉ ଏଠି ଦେଖନ୍ତୁ ଅର୍ଜୁନ ଦୁଇଟା ନାଁରେ ଡାକୁଛନ୍ତି, ଜନାର୍ଦ୍ଦନ ଆଉ କେଶବ। ହଁ ଜନାର୍ଦ୍ଦନ ମାନେ ତ ଯିଏ ଲୋକଙ୍କ ଦୁଃଖ ଦୂର କରନ୍ତି, ଦୁଷ୍ଟଙ୍କୁ ମାରନ୍ତି। ଆଉ କେଶବ ମାନେ ସୁନ୍ଦର କେଶବାଳା ବା କେଶୀ ଅସୁରକୁ ମାରିଥିବା ବ୍ୟକ୍ତି। ତ ଏଇ ନାଁ ଭିତରେ ବି ଗୋଟେ ପ୍ରଶ୍ନ ଅଛି ବୋଧେ, ନିଶ୍ଚୟ। ଯେ ଆପଣ ତ ସମସ୍ତଙ୍କ ଦୁଃଖ ହରଣ କରନ୍ତି, ମୋତେ କାହିଁକି ଏ ଦୁଃଖ କାମରେ ଲଗାଉଛନ୍ତି? ଆପଣ ଏତେ ଜ୍ଞାନୀ, ଶକ୍ତିଶାଳୀ, ମୋତେ କାହିଁକି ଏ ଦ୍ୱନ୍ଦ୍ୱରେ ପକାଉଛନ୍ତି? ଏଇଟା ଖାଲି ଯୁଦ୍ଧକୁ ବିରୋଧ ବୁହେଁ ବୋଧେ। ନା ନା ଏଇଟା ଜ୍ଞାନ ଆଉ କର୍ମ ଭିତରେ ଯୋଉ ସମ୍ପର୍କ, ସେଇ ବିଷୟରେ ଗୋଟେ ଗଭୀର ପ୍ରଶ୍ନ। ଏକଦମ ଠିକ କହିଲେ। ଏଇଟା ଖାଲି ଅର୍ଜୁନଙ୍କ ନିଜ କଥା ନୁହେଁ, ଏଇଟା ଗୋଟେ ସବୁଦିନିଆ ଦାର୍ଶନିକ ପ୍ରଶ୍ନ। ଦେଖନ୍ତୁ ଆଧ୍ୟାତ୍ମିକ ବାଟରେ ଯିବାବେଳେ ନା ବହୁତ ଲୋକଙ୍କୁ ଲାଗେ ହଁ କି ସବୁଠୁ ଭଲ ଜୀବନ ହେଲା ସବୁ କାମଦାମ ଛାଡ଼ିଦିଅ, ଖାଲି ଧ୍ୟାନ କର, ଜ୍ଞାନ କଥା ପଢ଼, ଭଗବାନଙ୍କୁ ଡାକ। ସଂସାରର କାମ, ଦାୟିତ୍ୱ ଏସବୁ ବନ୍ଧନ ପରି ଲାଗେ। ହଁ ବନ୍ଧନ ପରି ଲାଗେ। ଅର୍ଜୁନଙ୍କୁ ବି ସେମିତି ଲାଗୁଛି। ଯଦି ଆତ୍ମଜ୍ଞାନରେ ରହିବାଟା ହିଁ ଭଲ, ତାହେଲେ ରକ୍ତପାତ, ଏ ମାରକାଟ, ଏତେ କଷ୍ଟ କାହିଁକି? କ'ଣ ଶାନ୍ତିରେ ଜ୍ଞାନ ବାଟରେ ରହି ହେବନି? କିନ୍ତୁ ଏଠି ଗୋଟେ କଥା ଅଛି, ଭଗବାନ କୃଷ୍ଣ ଦ୍ୱିତୀୟ ଅଧ୍ୟାୟରେ ଖାଲି ଜ୍ଞାନ ବଡ଼ ବୋଲି କହିନାହାନ୍ତି, ସେ କର୍ମଯୋଗ କଥା ବି କହିଛନ୍ତି। ହଁ ଠିକ। କର୍ମଣ୍ୟେବାଧିକାରସ୍ତେ ମାନେ ତୁମର କର୍ମରେ ହିଁ ଅଧିକାର ଅଛି, ଫଳରେ ନୁହେଁ। ହଁ 247। ଆଉ ଯୋଗସ୍ଥଃ କୁରୁ କର୍ମାଣି, ଯୋଗରେ ରହି କର୍ମ କର। ଏମିତି କହି ସେ କର୍ମ କରିବାକୁ ବି କହିଛନ୍ତି, ଆଉ କେମିତି କରିବାକୁ ହବ ସେ କଥା ବି କହିଛନ୍ତି। ହଁ ତ ବୋଧହୁଏ ଅର୍ଜୁନ ଏଇ ଦିଟା କଥା ଭିତରେ ଗୋଟେ ମାନେ ସ୍ପଷ୍ଟତା ଚାହୁଁଛନ୍ତି। ତାଙ୍କୁ ଲାଗୁଛି ଏଇ ଦିଟା କଥା ପରସ୍ପର ବିରୋଧୀ। ଏକଦମ ସତ। ଅର୍ଜୁନଙ୍କ ମନରେ ଯୋଉ ଭ୍ରମଟା ହେଇଛି ନା, ସେଟା ହଉଛି ସେ ଜ୍ଞାନ ଆଉ କର୍ମକୁ ଦିଟା ପୁରା ଅଲଗା ଉଲ୍ଟା ବାଟ ବୋଲି ଭାବି ନେଇଛନ୍ତି। ସେ ଭାବୁଛନ୍ତି ଜ୍ଞାନ ମାନେ କର୍ମ ପୁରା ଛାଡ଼ିଦେବା, ସନ୍ନ୍ୟାସ ନେବା, ଏକୁଟିଆ ରହିବା, ଆଉ କର୍ମ ମାନେ ସଂସାର ଜଞ୍ଜାଳରେ ପଶିବା, ପାପ ପୁଣ୍ୟର ଭାଗ ନେବା। କିନ୍ତୁ ଭଗବାନ କୃଷ୍ଣ ଆଗକୁ ଯାହା କହିବେ ସେଥିରୁ ଜଣାପଡ଼ିବ ଯେ ପ୍ରକୃତ ଜ୍ଞାନ କର୍ମର ବିରୋଧୀ ନୁହେଁ, ବରଂ ଏମିତି ଆଲୁଅ ଯାହା କର୍ମକୁ ଠିକ୍ ବାଟ ଦେଖାଏ। ଜ୍ଞାନ ସହିତ ଯୋଉ କର୍ମ କରାଯାଏ ସେଟା ବାନ୍ଧି ନାହିଁ। ଏଇଟା ଗୋଟେ ମନସ୍ତତ୍ୱ କଥା ବି ଲାଗୁଛେ।
ମଣିଷର ସ୍ୱଭାବତ ସେ ସହଜ ବାଟ ଖୋଜେ। ହଁ କଷ୍ଟରୁ ଦାୟିତ୍ୱରୁ ଖସି ପଳେଇବାକୁ ଚାହେଁ। ଆଧ୍ୟାତ୍ମିକତା ନାଁରେ ବି ବେଳେବେଳେ ଏଇ ପଳେଇବା ମନୋଭାବ କାମ କରେ। ଠିକ୍ ଲୋକ ଭାବନ୍ତି ସଂସାର ଛାଡ଼ିଦେଲେ, କାମ ଛାଡ଼ିଦେଲେ ଶାନ୍ତି ମିଳିଯିବ। ଅର୍ଜୁନ ବି ସେମିତି ଗୋଟେ ଦ୍ୱନ୍ଦ୍ୱରେ। ଗୋଟେ ପଟେ କ୍ଷତ୍ରିୟ ଧର୍ମ, ଯୁଦ୍ଧ କରିବା କଥା, ହଁ ତାଙ୍କ କର୍ତ୍ତବ୍ୟ। ଆଉ ଅନ୍ୟପଟେ ଜ୍ଞାନ ବାଟର ଆକର୍ଷଣ ଆଉ ଯୁଦ୍ଧର ଭୟ। ସେ ଗୋଟେ ପରିଷ୍କାର ନିର୍ଦ୍ଦିଷ୍ଟ ବାଟ ଚାହୁଁଛନ୍ତି। ଆଉ ଭଗବାନ ତାଙ୍କୁ ସେ ସ୍ପଷ୍ଟତା ହିଁ ଦେବେ। ସେ ବୁଝେଇବେ ଯେ କର୍ମ ଛାଡ଼ିଦେବା ଏମିତି ସମ୍ଭବ ନୁହେଁ, ଆଉ ଦରକାର ବି ନୁହେଁ। ଦେହ ଥିବା ଯାଏଁ ତ କିଛି ନା କିଛି କାମ କରିବାକୁ ପଡ଼ିବ। ହଁ, ପ୍ରଶ୍ନଟା କାମ କରିବା କି ନ କରିବା ନୁହେଁ, ପ୍ରଶ୍ନ ହେଉଛି କାମଟା କେମିତି କରାଯିବ। ତୃତୀୟ ଅଧ୍ୟାୟରେ ଭଗବାନ ଏଇ କେମିତିର ଉତ୍ତର ହିଁ ଦେବେ। ସେ ଦୁଇ ପ୍ରକାର ନିଷ୍ଠା ବା ବାଟ କଥା କହିବେ, ଜ୍ଞାନୀଙ୍କ ପାଇଁ ଜ୍ଞାନଯୋଗ ଆଉ କର୍ମୀଙ୍କ ପାଇଁ କର୍ମଯୋଗ। କିନ୍ତୁ ସେ ଜୋର ଦେଇ କହିବେ ଯେ କର୍ମ ନ କରି କେହି ନୈଷ୍କର୍ମ୍ୟ ମାନେ କର୍ମବନ୍ଧନରୁ ମୁକ୍ତି ପାଇବନି, କିମ୍ବା ଖାଲି କାମ ଛାଡ଼ିଦେଲେ ସିଦ୍ଧି ମିଳିବନି। ତାହେଲେ କ'ଣ ଭଗବାନ କହିବାକୁ ଚାହୁଁଛନ୍ତି ଯେ ଜ୍ଞାନ ଆଉ କର୍ମ ଭିତରୁ ଗୋଟେ ବାଛିବାର ପ୍ରଶ୍ନ ହିଁ ଭୁଲ? ଏ ଦୁଇଟାକୁ ମିଶେଇକି ଚାଲିବାକୁ ହେବ? ଏକ୍ଜାକ୍ଟଲି। ଭଗବାନଙ୍କ କଥାରେ ଜ୍ଞାନ ଆଉ କର୍ମ ଶତ୍ରୁ ନୁହନ୍ତି, ସେମାନେ ସାଙ୍ଗ। ଏମିତି ଭାବନ୍ତୁ, ଜ୍ଞାନ ହେଲା ଆଖି, ସେ ବାଟ ଦେଖାଏ, କ'ଣ ଠିକ୍ କ'ଣ ଭୁଲ ବୁଝାଏ। ଆଚ୍ଛା। ଆଉ କର୍ମ ହେଲା ଗୋଡ଼, ସେ ସେଇ ବାଟରେ ଚାଲେ। ଯଦି ଆଖି ନାହିଁ ମାନେ ଜ୍ଞାନ ନାହିଁ, ତେବେ ଗୋଡ଼ ମାନେ କର୍ମ ଯୁଆଡ଼େ ସେଆଡ଼େ ଯାଇ ଖାଲରେ ପଡ଼ିପାରେ। ହଁ, ଆଉ ଯଦି ଗୋଡ଼ ନାହିଁ ମାନେ କର୍ମ ନାହିଁ, ତେବେ ଆଖି ଥାଇ ବି ଜ୍ଞାନ ଥାଇ ବି ଆମେ ସେଇଠି ରହିଯିବା, ଆଗକୁ ଯାଇପାରିବାନି। ତେଣୁ ଜ୍ଞାନ ସହିତ କର୍ମ ହିଁ ସବୁଠୁ ଭଲ। ବା, ଏହା ତ ବହୁତ ସୁନ୍ଦର ଉପମା। ଅର୍ଥାତ୍ ଯୁଦ୍ଧ କରିବାକୁ ହେବ, ହେଲେ ଜ୍ଞାନ ସହିତ। ମାନେ କାହିଁକି କରୁଛି, କେଉଁ ଭାବନାରେ କରୁଛି, ଫଳ ବିଷୟରେ ଚିନ୍ତା ନ କରି ଏମିତି ଭାବରେ। ହଁ, ଏଇଆ ହିଁ କର୍ମଯୋଗର ମୂଳ କଥା। କାମ ଛାଡ଼ିବା ନୁହେଁ, କାମ ପ୍ରତି ମୋହ, ମୁଁ କରୁଛି ବୋଲି ଅହଙ୍କାର ଆଉ ଫଳ ପାଇବାର ଇଚ୍ଛା, ଏଇସବୁ ଛାଡ଼ିବାକୁ ହେବ। ଯେତେବେଳେ କର୍ମ ଏମିତି ଭାବରେ କରାଯାଏ, ସେ ଆଉ ବାନ୍ଧେନି, ବରଂ ମୁକ୍ତିର ବାଟ ହୋଇଯାଏ। ଅର୍ଜୁନଙ୍କ ପାଇଁ ଯୁଦ୍ଧ ତାଙ୍କର ସ୍ୱଧର୍ମ, ତାଙ୍କର କର୍ତ୍ତବ୍ୟ। ହଁ, ତାକୁ ଛାଡ଼ିଦେଲେ ତ ସେ ପଳେଇଲା ପଡ଼ି ହେବ। କିନ୍ତୁ ସେଇ ଯୁଦ୍ଧକୁ ଯଦି ସେ ନିଜର ବ୍ୟକ୍ତିଗତ ଲାଭ କ୍ଷତି, ଜିତିବା ହାରିବା କଥା ଭୁଲିଯାଇ କେବଳ ଧର୍ମ ସ୍ଥାପନା ପାଇଁ ଗୋଟେ ଜରୁରୀ କାମ ଭାବି ଈଶ୍ୱରଙ୍କ ଆଦେଶ ପାଳନ ଭାବେ କରିବେ, ତାହେଲେ ସେଇଟା ହିଁ କର୍ମଯୋଗ ହେବ। ତାହେଲେ ତ ଅର୍ଜୁନଙ୍କର ପ୍ରଶ୍ନଟା ଏକ ପ୍ରକାର ଆଶୀର୍ବାଦ ଭଳି ହେଲା। କେମିତି? କାରଣ ଏଇ ପ୍ରଶ୍ନ ପଚାରିଲେ ବୋଲି ତ ଭଗବାନ କର୍ମଯୋଗରେ ଏତେ ଗହୀର କଥା ସବୁ କହିବାକୁ ସୁଯୋଗ ପାଇଲେ, ଆଉ ସେଇ କଥା ଆଜି ଆମ ସମସ୍ତଙ୍କ ପାଇଁ ବାଟ ଦେଖାଉଛି। ହଁ ଠିକ୍। ଯଦି ଆମେ ପ୍ରତୀକ ହିସାବରେ ଦେଖିବା, ଅର୍ଜୁନ ଯେମିତି ଆମ ଭିତରର ସେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ମନଟା, ଯିଏ ସବୁବେଳେ ଜୀବନର କାମ, କର୍ମ ଆଉ ମନର ଶାନ୍ତି, ଜ୍ଞାନ ଭିତରେ କୋଉଟା ବାଛିବ, ସେଇ ଦୋଦୁଲ୍ୟମାନ ଅବସ୍ଥାରେ ଥାଏ। ନିଶ୍ଚିତ ଭାବରେ। ଆଉ କୃଷ୍ଣ ହେଉଛନ୍ତି ସେଇ ଭିତରର ଗୁରୁ ବା ପରମାତ୍ମା, ଯିଏ ଆମକୁ ବାଟ ଦେଖାଉଛନ୍ତି। ଯୁଦ୍ଧକ୍ଷେତ୍ରଟା ହେଲା ଏଇ ସଂସାର, ଆମ ଜୀବନ। ଏଠି ତ ପ୍ରତି ମୁହୂର୍ତ୍ତରେ ଲଢ଼ାଇ। ହଁ, ବାହାର ପରିସ୍ଥିତି ସାଙ୍ଗରେ, ନିଜ ଭିତରର ଦୁର୍ବଳତା ସାଙ୍ଗରେ ବି। ଠିକ୍। ତ ଗୀତା କହୁଛି ଏ ଲଢ଼େଇରୁ ପଳେଇ ଯିବାଟା ସମାଧାନ ନୁହେଁ। ସମାଧାନ ହେଲା ଲଢ଼େଇର ସାମ୍ନା କରିବା, କିନ୍ତୁ ଗୋଟେ ଉଚ୍ଚ ଚେତନା ସହିତ, ନିର୍ଲିପ୍ତ ଭାବରେ। ଯେତେବେଳେ ଲୋକ ବୁଝିଯାଏ ଯେ କର୍ମ ହିଁ ପୂଜା, ଯଦି ତାକୁ ସମର୍ପଣ ଭାବରେ କରାଯାଏ, ସେତେବେଳେ ଜ୍ଞାନ ଆଉ କର୍ମ ଅଲଗା ରହେନି। କର୍ମଟା ଜ୍ଞାନର ପ୍ରକାଶ ହୋଇଯାଏ। ତାହେଲେ ଏଇ ଶ୍ଲୋକରୁ ଆମେ ଆମ ଦୈନନ୍ଦିନ ଜୀବନ ପାଇଁ ମୁଖ୍ୟତଃ କ'ଣ ଶିଖିପାରିବା? ଦେଖନ୍ତୁ, ମୁଖ୍ୟ ଶିକ୍ଷା ହେଲା, ଯେତେବେଳେ ବି ଆମକୁ କୌଣସି କାମ ବହୁତ କଷ୍ଟ ଲାଗେ, ଭଲ ଲାଗେନି ବା ବୋହର ଲାଗେ, ଯେମିତିକି ଚାକିରିର ବହୁତ ଚାପ, କି ପରିବାରର ଦାୟିତ୍ୱ, କି କୋଉ ସମାଜର କାମ, ସେତେବେଳେ ସେଥିରୁ ପଳେଇବା କଥା ଭାବିବା ବଦଳରେ, କି କାମଟାକୁ ଖରାପ କହିବା ବଦଳରେ ଆମକୁ ନିଜର ଦେଖିବା କୋଣଟା ବଦଳେଇବାକୁ ପଡ଼ିବ। ଆଚ୍ଛା। କାମଟାକୁ ଗୋଟେ ବୋଝ ନ ଭାବି ତାକୁ ଗୋଟେ ସୁଯୋଗ ଭାବିବା। କାହାର ସୁଯୋଗ? ନା ନିଜକୁ ପରୀକ୍ଷା କରିବାର, ନିଜର ଧୈର୍ଯ୍ୟ, ସହିବାର ଶକ୍ତି, ନିଃସ୍ୱାର୍ଥପରତା ବଢ଼ାଇବାର ସୁଯୋଗ। ଯଦି ଆମେ ପ୍ରତି କାମକୁ ଭଗବାନଙ୍କର ସେବା ବୋଲି ଭାବି ପୁରା ନିଷ୍ଠାରେ ଆଉ ବିନା ଆସକ୍ତିରେ କରିପାରିବା, ତେବେ କୌଣସି କାମ ଆଉ ଆମକୁ ବାନ୍ଧିବନି। ସବୁ କାମ ଯୋଗ ହେଇଯିବ। ଶାନ୍ତିଟା କାମ ଛାଡ଼ିଦେଲେ ମିଳେନି, କାମକୁ ଯୋଗରେ ବଦଳେଇଲେ ହିଁ ମିଳେ। ବାଃ, ଏଇଟା ବାସ୍ତବରେ ବହୁତ ଗଭୀର କଥା, ଆଉ ପୁରା ବ୍ୟବହାରିକ ଶିକ୍ଷା। ଦେଖନ୍ତୁ,
अर्जुनଙ୍କର ଗୋଟିଏ ପ୍ରଶ୍ନ କେମିତି କର୍ମଯୋଗରେ ଏତେ ବଡ଼ ଦ୍ୱାର ଖୋଲି ଦଉଛି। ହଁ ଏଇଠୁ ହିଁ ତ ଭଗବାନ ଆହୁରି ବିସ୍ତାରରେ ବୁଝେଇବେ କର୍ମର ଅଲଗା ଅଲଗା ଦିଗ, କର୍ମ ବନ୍ଧନରୁ କେମିତି ମୁକୁଳିବା, ଆଉ କର୍ମଯୋଗ କାହିଁକି ଭଲ। ହଁ ମୂଳ କଥା ସେଇଆ, ଜ୍ଞାନ ଆଉ କର୍ମକୁ ଅଲଗା କରି ଦେଖିବାଟା ହିଁ ଭ୍ରମ। ପ୍ରକୃତରେ ଏ ଦିଟା ଗୋଟେ ମୁଦ୍ରାର ଦିପଟ ପରି। ଜ୍ଞାନ ଦ୍ୱାରା କର୍ମ ଶୁଦ୍ଧ ହୁଏ, ଆଉ କର୍ମ ଦ୍ୱାରା ଜ୍ଞାନ ଜୀବନ୍ତ ହୁଏ, କାମରେ ଦେଖାଯାଏ। ଏଇ ଦୁଇଟାକୁ ମିଶେଇଲେ ଯାଏ ଜୀବନ ପୂରା ହୁଏ, ଆଉ ଆଧ୍ୟାତ୍ମିକ ଉନ୍ନତି ବି ହୁଏ। ଏ ଆଲୋଚନା ନିଶ୍ଚୟ ଅନେକଙ୍କ ମନରେ ଥିବା ଏମିତି ଦ୍ୱନ୍ଦ୍ୱକୁ କିଛିଟା ସ୍ପଷ୍ଟ କରିଥିବ। ଯଦି ଏ ବିଚାର ଆପଣମାନଙ୍କୁ କିଛି ବାଟ ଦେଖିଲା ପରି ଲାଗିଲା, ତେବେ ଲାଇକ୍ କରି ଜଣେଇ ପାରନ୍ତି, ଆଉ ଅନ୍ୟମାନଙ୍କ ସହ ଯେଉଁମାନେ ଏ ବିଷୟରେ ଜାଣିବାକୁ ଚାହାନ୍ତି ସେମାନଙ୍କ ସହ ସେୟାର ବି କରିପାରନ୍ତି। ହଁ ହୁଏତ ଏ ଜ୍ଞାନର ଆଲୁଅ ଆଉ କାହାର ବାଟକୁ ବି ଆଲୁଅ ଦେଇପାରେ। ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ସମସ୍ତଙ୍କୁ ମିଳୁ। ଆପଣଙ୍କର ନିଜର କିଛି ଅନୁଭବ ବା ଏ ଶ୍ଲୋକ ବିଷୟରେ କିଛି ଭାବନା ଥିଲେ ତାହା ବି ଆପଣମାନେ ଜଣେଇ ପାରନ୍ତି। ହଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜର ଭକ୍ତି ଜଣେଇବା ବି ଗୋଟେ ଭଲ ଉପାୟ, ନିଜକୁ ଏ ଚର୍ଚ୍ଚା ସହ ଯୋଡ଼ି ରଖିବାର। ଆଗାମୀ ଆଲୋଚନାରେ ଆମେ ଦେଖିବା ଭଗବାନ କୃଷ୍ଣ ଅର୍ଜୁନଙ୍କର ଏ ପ୍ରଶ୍ନର ସିଧାସଳଖ କ'ଣ ଉତ୍ତର ଦେଉଛନ୍ତି, ଆଉ କର୍ମଯୋଗ କେତେ ଜରୁରୀ ସେ କଥା କେମିତି ବୁଝାଉଛନ୍ତି। ହଁ ସେ ରୋଚକ ଆଲୋଚନା ଶୁଣିବା ପାଇଁ ଆମ ସହ ନିଶ୍ଚୟ ଯୋଡ଼ି ହୋଇ ରୁହନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।